हाँ अरे एइठी कौन गोटे पड़ी एइटा तो गोटे दीप एई दीपरे तो आलुओ जला जाए मु जाऊची एई दीप को मो गुंफा को नहीं जीवी मो गुंफा भितरे तो बहुत अंधार मो गुंफा भितरे एई दीप को जोड़े कि मो गुंफा को टिके उज्जवल करदेवी। अरे वाह एई दीपटा तो बहुत सुंदर देखा जाउची एई दीपटा मो गुंफा रहिले मो गुंफाटा आहुरी सुंदर देखा जीवो। मु एबे जाए एई दीप को नहीं कि मो गुंफारे रखी दिए। अरे पल्टू चल शिकार करिया पे जीवा। अरे ना मते आज शिकार करिया पे इच्छा होनी शिकार करिया पे बहुत विरक्त लगुची। आउ ताहले आमे कौन करिबा शिकार न करी एइठी भोक उपास रे बसी रहिबा। अरे चल आज आमे बाघर गुंफा को जीवा बाघ गुंफारू किसी खाद्य चोरी करके आनी आसीबा। ठीक अछि चल ताहले शीघ्र चल मते बहुत भोक लागिलानी। अरे वाह एई दीपर आलुए तो मो गुंफाटा पूरा आलोकित हो गला। भल हैला एई दीप को मो गुंफा को आनी आसिली एबे मते राति रे अंधारे रहिबा को पड़िबनी एई दीप साहाय्य रे मो गुंफा को आलोकित करदेवी। एई गुंफारे बसी बसी मते बहुत विरक्त लागिलानी मु जाउची नदी कूल आड़ू टिके बुली आसीबी। मु एबे जाए नदी कूल आड़ू टिके बुली आसे। पल्टू देख बाघ मामू तो गुंफारू पलैला चल एबे आमे गुंफा भितर को जाइकी जहाँ खाद्य पाइबा सबू चोरी करिकी आनी आसीबा। अरे बाप रे एई थाली रे तो थाली भर्ती की मांस अच्छी। चल ए मांस को नहीं कि आम गुंफारे आराम रे खाइबा। हाँ हाँ चल ए मांस थाली सह एई दीपटा को भी नहीं कि पलैबा। एई दीपर आलुअरे आमे राति रे भी शिकार करि परिबा। हौ ठीक अछि जल्दी चल जहाँ पाइबा सबू नहीं कि पलैबा। ए बाबा रे आमे तो बाघ हाबुड़े पड़गले एबे आमे कौन करिबा। अरे तुम दी जनकर तो बहुत साहस
ମୋ ଗୁମ୍ଫାରେ ପଶିକି ମୋ ଗୁମ୍ଫାରୁ ଖାଦ୍ୟ ଚୋରି କରିକି ଆଣି ଆସୁଛ? ପଲ୍ଟୁ ଚାଲ ଏଇଠୁ ଦୌଡ଼ିକି ପଳେଇବା, ନହେଲେ ବାଘ ମାମୁଁ ଆମକୁ ମାରିକି ଖାଇଯିବ। ଏଇ ଦୁଷ୍ଟ ଶିଆଳ ଦିଟାର ଭରସା ନାହିଁ। ଏଇ ଦୁଷ୍ଟ ଶିଆଳ ଦିଟା ମୋ ଗୁମ୍ଫାରେ ପଶିକି ମୋ ଗୁମ୍ଫାରୁ ଖାଦ୍ୟ ଚୋରି କରିକି ଆଣି ଆସୁଛନ୍ତି। ମୋତେ ମୋ ଗୁମ୍ଫାରେ ଜଗିକି ରହିବାକୁ ପଡ଼ିବ, ନହେଲେ ଏଇ ଦୁଷ୍ଟ ଶିଆଳ ଦିଟାର ଭରସା ନାହିଁ। ହେ ମୋର ମାଲିକ, ତମର ମୁଁ କ'ଣ ସାହାଯ୍ୟ କରିପାରିବି ମୋତେ କୁହ? ଇ ବାବାରେ, ଏଇଟା କ'ଣ? ଏଇଟାକୁ ଦେଖିକି ମୋ ପାଟି ଶୁଖିଗଲାଣି। ଇଏ କ'ଣ ଆମକୁ ମାଲିକ କହୁଛି? ମୋତେ ଲାଗୁଛି ଏଇଟା ଗୋଟେ ଭୂତ। ଏଇ ଭୂତ ବୋଧେ ପାଗଳ ହେଇଯାଇଛି, ସେଥିପାଇଁ ଆମକୁ ମାଲିକ କହୁଛି। ହେ ମୋର ମାଲିକ, ମୁଁ ପାଗଳ ହେଇନି। ତମେ ମୋତେ ଯାହା କହିବ ମୁଁ ତମକୁ ତାହା ଦେବି। ଭୂତ ଭାଇ, ତମେ ସତ କହୁଛ? ଆମେ ତମକୁ ଯାହା ମାଗିବୁ ତମେ ତାହା ଦେବ? ହଁ ମୋର ମାଲିକ, ତମେ ମୋତେ ଯାହା ମାଗିବ ମୁଁ ତମକୁ ତାହା ଦେବି। ହଉ ତାହେଲେ ଠିକ୍ ଅଛି। ଆମକୁ ବହୁତ ଭୋକ ଲାଗିଲାଣି, ଆମକୁ କିଛି ମାଂସ ଖାଇବା ପାଇଁ ଦିଅ। ହଉ ଠିକ୍ ଅଛି ମୋ ମାଲିକ, ଏବେ ହିଁ ମୁଁ ତମକୁ ମାଂସ ଖାଇବା ପାଇଁ ଦଉଛି। ପଲ୍ଟୁ ଦେଖ, ଏଇ ଭୂତ ତ ସତରେ ଆମକୁ ମାଂସ ଆଣିକି ଦେଲା। ଏଇ ମାଂସକୁ ଦେଖିକି ତ ମୋ ପାଟିରୁ ଲାଳ ଗଡ଼ିଲାଣି। ଚାଲ ଏଇ ମାଂସକୁ ଖାଇବା। ହେ ମୋର ମାଲିକ, ଏଇ ମାଂସକୁ ଖାଇବା ପାଇଁ ତମକୁ କେମିତି ଲାଗିଲା? ମୋତେ ଲାଗୁଛି ତମକୁ ଭଲ ହିଁ ଲାଗିଥିବ। ହଁ ହଁ, ଏଇ ମାଂସକୁ ଖାଇବା ପାଇଁ ଭଲ ଲାଗିଲା। ବହୁତ ଦିନ ପରେ ଆମେ ପେଟ ଭରିକି ମାଂସ ଖାଇଛୁ। ଭୂତ ଭାଇ, ତମକୁ ଧନ୍ୟବାଦ। ତମ ପାଇଁ ଆଜି ଆମେ ଟିକେ ପେଟ ଭରିକି ମାଂସ ଖାଇବା ପାଇଁ ପାଇଛୁ। ତମେ ମୋତେ ଭାଇ କହିଲ? ଆରେ ବାଃ, ମୁଁ ତମକୁ ମାଲିକ କହିଲି, ତା ବଦଳରେ ତମେ ମୋତେ ଭାଇ କହିଲ। ତମେ ଦି ଜଣ ତ ବହୁତ ଭଲ ଲାଗୁଛ। ତମ ଦି ଜଣଙ୍କର ଆଉ କ'ଣ ଇଚ୍ଛା ଅଛି କୁହ? ମୁଁ ଆଜି ତମ ଦି ଜଣଙ୍କର ସବୁ ଇଚ୍ଛା ପୂରଣ କରିଦେବି। ଭୂତ ଭାଇ, ଆମର ଆଉ ଗୋଟେ ଇଚ୍ଛା ଅଛି। ତମର କ'ଣ ଇଚ୍ଛା ଅଛି ମୋତେ କୁହ, ମୁଁ ତମର ସବୁ ଇଚ୍ଛା ପୂରଣ କରିଦେବି। ଭୂତ ଭାଇ, ଆମକୁ ଆଉ ଏଇ ଜଙ୍ଗଲରେ ରହିବା ପାଇଁ ଇଚ୍ଛା ହଉନି। ଆମକୁ ଗୋଟେ ଏମିତି ଜାଗାକୁ ନେଇଯାଅ ଯୋଉଠି ଗଛପତ୍ର କିଛି ନଥିବ। ଭୂତ ଭାଇ, ତମେ ଏମିତି ଜାଗାକୁ ଆମକୁ ନେଇପାରିବ କି? ଠିକ୍ ଅଛି ଶିଆଳ ଭାଇ, ମୁଁ ତମକୁ ସେମିତି ଜାଗାକୁ ନେଇଯାଉଛି ଯୋଉଠି ଆଖପାଖରେ ଗଛପତ୍ର କିଛି ନଥିବ। ଶିଆଳ ଭାଇ, ତମେ କହିବା ଅନୁସାରେ ମୁଁ ତମକୁ ସେମିତି ଜାଗାକୁ ଆଣି ଆସିଛି ଯୋଉଠି ଗଛପତ୍ର କିଛି ନାହିଁ। ଶିଆଳ ଭାଇ, ଏବେ ମୁଁ ଚାଲିଲି, ଏବେ ମୁଁ ଆଜାଦ। ଆରେ ପଲ୍ଟୁ, ଏଇ ଭୂତ ଆମକୁ କୋଉ ଜାଗାରେ ଆଣିକି ଛାଡ଼ିଦେଲା? ଏଠି ତ ଆଖପାଖରେ କିଛି ନାହିଁ, ଏଠି ତ ଖାଲି ବାଲି ହିଁ ବାଲି। ଆରେ ଓଲ୍ଟୁ, ସେଇ ଭୂତ ଆମକୁ ମରୁଭୂମିରେ ଆଣିକି ଛାଡ଼ିଦେଲା। ଇ ବାବାରେ, ଏବେ ଆମେ କ'ଣ କରିବା?
ଏଠି ତ ଆଖପାଖରେ କିଛି ବି ନାହିଁ, ଖାଲି ଚାରିଆଡ଼େ ବାଲି ହିଁ ବାଲି। ଏବେ ଆମେ କ'ଣ କରିବା? ଏଠି କ'ଣ ଖାଇକି ବଞ୍ଚିବା? ସାଙ୍ଗମାନେ, ଏଇ କାହାଣୀର ଯଦି ପାର୍ଟ 2 ଦେଖିବାକୁ ଚାହୁଁଛନ୍ତି ତାହେଲେ ଆମକୁ କମେଣ୍ଟ କରିକି ଜଣାନ୍ତୁ।